2026 ଆରମ୍ଭରୁ ବହୁତ ଯୋଜନାର ଟଙ୍କା ଆସିବାକୁ ଯାଉଅଛି। ଆମେ ସବୁ ଯୋଜନା ଟଙ୍କା ବିଷୟରେ ଆଲୋଚନା କରିବା ନାହିଁ। ଯୋଉ ଯୋଜନା ଲୋକପ୍ରିୟ, ଘରେ ଘରେ ସମସ୍ତେ ପାଆନ୍ତି, ଆମେ ସେଇ ଯୋଜନା ଉପରେ ଆଲୋଚନା କରିବା। ପ୍ରଥମେ ଆପଣ ଟଙ୍କା आलोचना ଉଠେଇକି करता है। ଯିବାର କିଛି ଦିନ लेकिन ପରେ अब ପୁଣି चिंता ଟଙ୍କା ଆସିବ, ପୁଣି କିଛି ଦିନ ପରେ ଅଲଗା ଯୋଜନାର ଟଙ୍କା ଆସିବ ଏବଂ କେଉଁ ଯୋଜନାର ଟଙ୍କା ପ୍ରଥମେ ଆସିବ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଲଗା ଭିଡିଓ ତ ଦେଖୁଛନ୍ତି, କିନ୍ତୁ ଏଇ ଭିଡିଓ 5 ମିନିଟ୍ ଟାଇମ୍ ଦେଇକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣଙ୍କର ଡାଉଟ୍ ଥିଲେ ଆପଣ କମେଣ୍ଟ କରନ୍ତୁ ଏବଂ ଭିଡିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟି ସମସ୍ତଙ୍କୁ ସେୟାର କରନ୍ତୁ। ଯେଉଁମାନେ ନୂତନ ରାସନ କାର୍ଡ ପାଇ ସାରିଛନ୍ତି ସେମାନେ ସିଏମ କିଷାନ ପାଇଁ ଏବେ ଆବେଦନ କରନ୍ତୁ। କାରଣ ଯୋଉମାନଙ୍କ ରାସନ କାର୍ଡରେ ମନେକର 5 ଜଣଙ୍କ ନାମ ଅଛି, 5 ଜଣ ସମସ୍ତେ ଆବେଦନ କରିପାରିବେ ନାହିଁ। ସେଥିମଧ୍ୟରୁ ଜଣେ ମେମ୍ବର ଆବେଦନ କରିପାରିବ। ଆପଣ ତୁରନ୍ତ ଆବେଦନ କରନ୍ତୁ ଏବଂ ସିଏମ କିଷାନ ଯୋଜନାର ଫାଇଦା ମଧ୍ୟ ଉଠାନ୍ତୁ। ଯେଉଁମାନେ ଆବେଦନ କରିସାରିଛନ୍ତି ସେମାନେ ଏବେ ତାଙ୍କ ଷ୍ଟାଟସ ଚେକ୍ କରନ୍ତୁ, କୋଉ ପର୍ଯ୍ୟନ୍ତ ଆପଣଙ୍କ ଭେରିଫାଏ ଗଲାଣି। ଆପଣ ଯଦି ଜାଣିପାରୁନାହାନ୍ତି ଆପଣ ଖାଲି ଦେଖନ୍ତୁ ଆପଣ ଭେରିଫାଏ କୋଉଠି ଅଟକି ଅଛି। ଆପଣ ଯୋଉ ଆଗାମୀ କିସ୍ତି ଆସୁଥିବା ସିଏମ କିଷାନ ଟଙ୍କା ପାଇବେ କି ନାହିଁ ଆପଣ କମେଣ୍ଟ କରନ୍ତୁ, ତାର ଆନ୍ସର ମୁଁ ଦେବି। ସିଏମ କିଷାନ ଟଙ୍କା କେବେ ଆସିବ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ନିଶ୍ଚୟ କହିବି ଭିଡିଓରେ। ଯେଉଁମାନେ ସିଏମ କିଷାନ ପାଉଛନ୍ତି ପିଏମ କିଷାନ ପାଉନାହାନ୍ତି ସେମାନେ ଭାବୁଛନ୍ତି ଆମେ ଏତେ ଲେଟ୍ ହେଲାଣି କଣ ପାଇଁ ପାଉନୁ, ଆମର କେୱାଇସି ହବ କି ଆବେଦନ ହବ। ଦେଖନ୍ତୁ ଆପଣ ଯେଉଁମାନେ ସିଏମ କିଷାନ ଟଙ୍କା ପାଉଛନ୍ତି ପିଏମ କିଷାନ ଟଙ୍କା ପାଇନାହାନ୍ତି ସେମାନେ ଫାଷ୍ଟ ଏଗ୍ରିଷ୍ଟାଗରେ ରେଜିଷ୍ଟ୍ରେସନ କରନ୍ତୁ। ସେଠାରେ ଗୋଟେ ଫାର୍ମର ଆଇଡି ଜେନେରେଟ ହବ। ସେଇ ଫାର୍ମର ଆଇଡିକୁ ନେଇ ଆପଣ ପିଏମ କିଷାନ ପୋର୍ଟାଲରେ ନୂତନ ଭାବେ ପିଏମ କିଷାନ ଯୋଜନା ଟଙ୍କା ପାଇବା ପାଇଁ ଆବେଦନ କରିପାରିବେ। ପୂର୍ବରୁ କଣ ହଉଥିଲା ନା ଯୋଉମାନେ ସିଏମ କିଷାନ ଟଙ୍କା ପାଉଥିଲେ ସେମାନେ କୃଷକ ଓଡିଶା ରେଜିଷ୍ଟ୍ରେସନ କରୁଥିଲେ ଏବଂ କେୱାଇସି କରୁଥିଲେ, ଅଟୋମେଟିକ ସେମାନଙ୍କୁ ପିଏମ କିଷାନ ଟଙ୍କା ମିଳୁଥିଲା। କିନ୍ତୁ ଏବେ ସେ ସବୁ ପରିବର୍ତ୍ତନ ହୋଇଯାଇଛି। ଆପଣ ପ୍ରଥମେ ଏଗ୍ରିଷ୍ଟାଗରେ ରେଜିଷ୍ଟ୍ରେସନ କରିବା ପାଇଁ ପଡିବ। ସେଠାରେ ଫାର୍ମର ଆଇଡି ମିଳିବ। ସେ ଫାର୍ମର ଆଇଡି ଆଣିକି ଆପଣ ପିଏମ କିଷାନ ରେଜିଷ୍ଟ୍ରେସନ ନ୍ୟୁ ଭାବେ କରିବେ। ତାପରେ ଆପଣ ଷ୍ଟାଟସ ଚେକ୍ କରିବେ ଏବଂ ଏଲିଜିବୁଲ ହେଲେ ଆପଣଙ୍କୁ ଟଙ୍କା ମିଳିବ। ଏବଂ କେଉଁ ଯୋଜନାର ଟଙ୍କା ଆପଣ ମାନେ ପାଉଛନ୍ତି ଆପଣ କମେଣ୍ଟ କରନ୍ତୁ, ଦେଖିବା ଅଧିକା ଯୋଜନା ଟଙ୍କା କେଉଁମାନେ ସବୁ ପାଉଛନ୍ତି। ଯେଉଁମାନେ ଟଙ୍କା କୌଣସି ଯୋଜନାର ପାଉନାହାନ୍ତି କିପରି ପାଇବେ ଆପଣ ମାନେ କମେଣ୍ଟ କରନ୍ତୁ, ମୁଁ ତାର ଆନ୍ସର ଦେବି। ଦେଖିବା ଆପଣ ଟଙ୍କା ଯଦି ପାଇବାରେ ହେଲ୍ପ କରିପାରିଲି ବହୁତ ଭଲ କଥା। ଏବେ ଆମେ ଆଲୋଚନା କରିବା ଯେ କେଉଁ ଯୋଜନାର ଟଙ୍କା ପ୍ରଥମେ ମିଳିବ ଏବଂ କେବେ ମିଳିବ। ଦେଖନ୍ତୁ କିଛି ଦିନ ବ୍ୟବଧାନ ପରେ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଟଙ୍କା ମିଳିବାକୁ ଯାଉଅଛି। ପିଏମ କିଷାନ ଟଙ୍କା କିପରି ମିଳିବ, ପ୍ରଥମେ ଆଉ କୋଉ ଯୋଜନାରେ ମିଳିବନି କଣ ପାଇଁ ଆପଣଙ୍କର ଡାଉଟ୍ ଥିବ। ଦେଖନ୍ତୁ ଆମର ଯେବେ ପ୍ରଥମେ ଇନଷ୍ଟଲମେଣ୍ଟ ଦିଆଯାଇଥିଲା ପିଏମ କିଷାନ ଟଙ୍କା ସେ ଦିଆଯାଇଥିଲା ଫେବୃଆରୀ ମାସରେ ଏବଂ 2024 ମସିହା ଯଦି ଆମେ ଦେଖିବା 2024 ମସିହାରେ ମଧ୍ୟ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ହଉ କିମ୍ବା ମଝିରେ ହଉ ମିଳିଥିଲା। ଯଦି 2025 ଦେଖିବା ସେ ମଧ୍ୟ ମିଳିଥିଲା ଫେବୃଆରୀ ମାସରେ। ତେଣୁକରି 2026 ଫେବୃଆରୀ ମାସର ମାନେ ତାରିଖ ତ ଏବେ ନିର୍ଦ୍ଦିଷ୍ଟ ହୋଇନାହିଁ। 2026 ଫେବୃଆରୀ ମାସରେ ଆପଣଙ୍କୁ ପିଏମ କିଷାନର ଟଙ୍କା ଖୁବ୍ ଶୀଘ୍ର ମିଳିବାକୁ ଯାଉଅଛି। ଯଦି ଆମର ଫେବୃଆରୀ ମାସରେ ପିଏମ କିଷାନ ଟଙ୍କା ମିଳିଲା ତାପରେ କେଉଁ ଯୋଜନାର ଟଙ୍କା ମିଳିବ, ଦେଖନ୍ତୁ ପିଏମ କିଷାନ ଫେବୃଆରୀ ମଝିରେ ହଉ କିମ୍ବା ଲାଷ୍ଟକୁ ହଉ ମିଳିଲା ପରେ ତାପରେ ଆସିଯିବ ସୁଭଦ୍ରା ଯୋଜନା। ଫେବୃଆରୀ ପରେ ମାର୍ଚ୍ଚର ପ୍ରଥମ ସପ୍ତାହରେ ମିଳିବ। ଆପଣ ମାନେ ଜାଣିଛନ୍ତି ମହିଳା ଦିବସରେ ମିଳିବାକୁ ଯାଉଅଛି ମାନେ ସମସ୍ତଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥତମ କିସ୍ତିର ଟଙ୍କା। ଆପଣ ମାନଙ୍କ ମନରେ ଏଇଠି ଡାଉଟ୍ ଥିବ ଯେ ଯୋଉ ନୂଆ ବର୍ଷକୁ ମିଳିବ ବୋଲି କହିଥିଲେ, ଦେଖନ୍ତୁ ନୂଆ ବର୍ଷ ଯୋଉ ମିଳିବ ବୋଲି କହିଥିଲେ ସେ ଏପର୍ଯ୍ୟନ୍ତ ଡେଟ୍ ଆସିନାହିଁ। ଡେଟ୍ ଆସିଲେ ମିଳିବ, ସେଇମାନଙ୍କୁ ମିଳିବ ଯୋଉମାନେ ଟୋଟାଲି ପାଇନଥିଲେ ଏବଂ ଯୋଉମାନେ ଆବେଦନ କରିନଥିଲେ, ଯାହାଙ୍କୁ 21 ବର୍ଷ ହୋଇଥିଲା ସେଇମାନଙ୍କୁ ମିଳିବ। ଯୋଉମାନଙ୍କୁ 3ଟି କିସ୍ତି ମିଳିଯାଇଛି ସେମାନଙ୍କୁ ମିଳିବ ନାହିଁ, ସେମାନଙ୍କୁ ମିଳିବ ମାର୍ଚ୍ଚ 8ରେ। ଫେବୃଆରୀରେ ଟଙ୍କା ଉଠେଇଲେ ପିଏମ କିଷାନ, ମାର୍ଚ୍ଚରେ ଉଠେଇଲେ ସୁଭଦ୍ରା। ଆପଣ ମାନେ ଭାବୁଥିବେ ଆଉ କୋଉ ଯୋଜନା ଟଙ୍କା ଆସିବ। ଦେଖନ୍ତୁ ପିଏମ କିଷାନ ସୁଭଦ୍ରା ଯୋଜନା ଟଙ୍କା ମିଳିଲା ପରେ ଆପଣଙ୍କର ଆସିଯିବ ସିଏମ କିଷାନ ଟଙ୍କା। ସିଏମ କିଷାନ ଟଙ୍କା କେବେ ଆସିବ ଆପଣ ମାନେ ଜାଣିଛନ୍ତି, ଅକ୍ଷୟ ତୃତୀୟାକୁ ପିଏମ କିଷାନ ଟଙ୍କା ଆସିବ। ତାହା ଏପ୍ରିଲ ମାସରେ ଆସିବ। ତା ଅର୍ଥ ଫେବୃଆରୀ ମାର୍ଚ୍ଚ ଏପ୍ରିଲ 3ଟି ମାସରେ ଲଗାତାର ଆପଣଙ୍କର ଯୋଜନାର ଟଙ୍କା ସବୁ ଆସିବାକୁ ଯାଉଅଛି। ପିଏମ କିଷାନ ଟଙ୍କା ମିଳିବା ପୂର୍ବରୁ ଆପଣ ମାନେ ଫର୍ମଟି ରେଡି କରି ରଖନ୍ତୁ। ବହୁତ ଲୋକଙ୍କର ପିଏମ କିଷାନ ଟଙ୍କା ବି ଆସିନି, ସେମାନେ ତାଙ୍କ ଷ୍ଟାଟସ ଦେଖନ୍ତୁ କଣ ପାଇଁ ଆସିନି ସେଟାକୁ କରେକ୍ସନ କରନ୍ତୁ। ଆଗ ଇନଷ୍ଟଲମେଣ୍ଟକୁ ଆପଣଙ୍କର 22ତମ ଇନଷ୍ଟଲମେଣ୍ଟ ଆଗକୁ ମିଳିବାକୁ ଯାଉଅଛି, ଆପଣଙ୍କର ଟଙ୍କା ନିଶ୍ଚୟ ଆସିବ। ଯେଉଁମାନେ ସିଏମ କିଷାନ ପାଉଛନ୍ତି ପିଏମ କିଷାନ ପାଉନାହାନ୍ତି ତାଙ୍କୁ ଏଗ୍ରିଷ୍ଟାଗରେ ରେଜିଷ୍ଟ୍ରେସନ ପ୍ରଥମେ କରିବାକୁ ପଡିବ। ତାପରେ ସେଠାରେ ଫାର୍ମର ଆଇଡି ମିଳିଲା ପରେ ପିଏମ କିଷାନରେ ଯେବେ ସିଏ ରେଜିଷ୍ଟ୍ରେସନ କରିବେ ବା ଆବେଦନ କରିବେ ସେଠାରେ ଆପଣଙ୍କୁ ଫାର୍ମର ଆଇଡି ମାଗିବ। ଆପଣ ସେ ଫାର୍ମର ଆଇଡି ସେଠି ପୁଟ୍ କରିକି ଆବେଦନ ଶେଷ କରିପାରିବେ ଏବଂ ସବୁବେଳେ ଷ୍ଟାଟସ ଚେକ୍ କରିବେ। ଯେବେ ଲେଖିବ ଆପଣଙ୍କ ଏଲିଜିବୁଲ ହେଲେ ବୋଲି ତାପରେ ଟଙ୍କା ମିଳିବା ଷ୍ଟାର୍ଟ ହୋଇଯିବ। ଯଦି ଆପଣଙ୍କର କୋଉ ଯୋଜନା ଉପରେ କିଛି ଡାଉଟ୍ ଥାଏ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ତୁରନ୍ତ କମେଣ୍ଟ କରନ୍ତୁ। ରହିଲି, ଦେଖାହବା ନୂଆ ଏକ ଭିଡିଓରେ।